ସାହିତ୍ୟ ଉତ୍ସବ ଲେଖାଲେଖି ଏକ ପ୍ରକାଶନୀ ସଂସ୍ଥା। ଏହି ସଂସ୍ଥା ପକ୍ଷରୁ ଆୟୋଜିତ ଦ୍ୱିତୀୟ ରାଉରକେଲା ସାହିତ୍ୟ ଉତ୍ସବ ରାଉରକେଲା ଆଦର୍ଶ ପାଠାଗାର ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ଅଶ୍ୱିନୀ କୁମାର ରାୟ ଯୋଗଦାନ କରି କହିଲେ ଯେ ମହାକୁମ୍ଭରେ ବୁଡ଼ ପକାଇଲେ ଯେଭଳି ନିର୍ବାଣ ପାଇବାର ଆଶା ସଞ୍ଚାର ହୋଇଥାଏ, ଠିକ୍ ସେହିଭଳି କବି ଲେଖକଙ୍କ ସର୍ଜନାରେ ସାହିତ୍ୟ ରୁଦ୍ଧିମନ୍ତ ହେବା ସହିତ ସମାଜ ଆଲୋକିତ ହେବାର ଆଶା ସଞ୍ଚାର ହୋଇଥାଏ। ମୁଖ୍ୟ ଅତିଥି ଭାବେ ଆର୍ଏସ୍ପିର ପ୍ରାକ୍ତନ ମହାପ୍ରବନ୍ଧକ ଇଞ୍ଜିନିୟର ଅଭୟ କୁମାର ଦାସ ଯୋଗଦାନ କରି କହିଲେ ଯେ ଧୀରେ ଧୀରେ ସମାଜରୁ ପାଠକଙ୍କ ସଂଖ୍ୟା କମିଯାଉଛି। ଏ ସମ୍ପର୍କରେ ସାହିତ୍ୟିକମାନେ ତର୍ଜମା କରିବା ଉଚିତ। ସମ୍ମାନିତ ଅତିଥି ଭାବେ ଆର୍ଏମ୍ସିର ଯୁଗ୍ମ କମିଶନର ପଲ୍ଲବୀ ନାୟକ ଯୋଗଦାନ କରି ପୁସ୍ତକ ଓ ସାହିତ୍ୟିକଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ରାଉରକେଲା ସାହିତ୍ୟ ଉତ୍ସବର ନିର୍ଦ୍ଦେଶକ କବି ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଚିତ୍ରା ଲେଙ୍କା ଓ ସାଥୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ସାହିତ୍ୟ ସାଧନା କୃତି ପାଇଁ ଡକ୍ଟର ଅଶ୍ୱିନୀ କୁମାର ରାୟ, ଡକ୍ଟର ସୁଚିତ୍ରା ମହାନ୍ତି ଏବଂ ଶିକ୍ଷୟିତ୍ରୀ ବାସନ୍ତୀ ପ୍ରୋସେଟଙ୍କୁ ରାଉରକେଲା ସାହିତ୍ୟ ମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପରେ ଗୀତି ଗଙ୍ଗୋତ୍ରୀ କାର୍ଯ୍ୟକ୍ରମରେ 4 ଜଣ ଗୀତିକବି ଶ୍ୱେତକୁମାର ବେହେରା, ବିଜ୍ଞାନ ମହାନ୍ତି, ଧୀରେନ ଆଚାର୍ଯ୍ୟ ଓ ବଂଶୀଧର ସେଠୀଙ୍କ 2ଟି ଲେଖାଏଁ ଗୀତି କବିତାକୁ ଆବୃତ୍ତି କରିଥିଲେ। କବି ପ୍ରକାଶ ଚନ୍ଦ୍ର ସେଠୀ, ରୀନାରାଣୀ ସ୍ୱାଇଁ, ପ୍ରଦୀପ୍ତ କୁମାର ବେହୁରା ଓ ହରପ୍ରିୟା ସାମଲ। ସୁପରହିଟ୍ ଓଡ଼ିଆ ପୋଏଟ୍ରି ପର୍ଯ୍ୟାୟରେ 3 ଜଣ ବରିଷ୍ଠ କବି ଆଶୁତୋଷ ପରିଡ଼ା, ପୀତାମ୍ବର ତରାଇ ଓ ଅଭୟ ନାୟକ 2ଟି ଲେଖାଏଁ କବିତାକୁ ଆବୃତ୍ତି କରିଥିଲେ। କବି ଆର୍ତ୍ତତ୍ରାଣ ମହାପାତ୍ର, ସୁସ୍ମିତା ମହାପାତ୍ର ଓ ପ୍ରଦୀପ୍ତ କୁମାର ବେହୁରା। ଶେଷ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକ, ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ କବି କୃପାସିନ୍ଧୁ ନାୟକ, ଅଶ୍ୱିନୀ କୁମାର ରାୟ, ଗୌତମ ଦାସ, ହରିହର ବେହେରା, କନକଲତା ମିଶ୍ର, ଗୀତାରାଣୀ ବେହେରା, ଲକ୍ଷ୍ମୀ ପଣ୍ଡା, ତପସ୍ୱିନୀ ସାହୁ, ଚିନ୍ମୟୀ ପୁରୋହିତଙ୍କ ସମେତ 25 ଜଣ କବି କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱତା ସାହୁ, ଅଶୋକ ପଟ୍ଟନାୟକ, ପ୍ରଶାନ୍ତ କୁମାର ପତି, ବ୍ରଜେନ୍ଦ୍ର ଦାସ, ସୁକାନ୍ତ ଖୁଣ୍ଟିଆ, ଗଙ୍ଗାଧର ପୁହାଣ, ସୂର୍ଯ୍ୟନାରାୟଣ ପଣ୍ଡା, ରଶ୍ମି ସାହୁ ଉପସ୍ଥିତ ଥିଲେ। ଉକ୍ତ ସଭାରେ ରାଉରକେଲା ସାହିତ୍ୟ ପତ୍ର ସହ କବି ହୃଷିକେଶ ସାହୁଙ୍କ କବିତା ସଂକଳନ ଚେତନାର ଅନ୍ତଃସ୍ୱର ଉନ୍ମୋଚିତ ହୋଇଥିଲା। ଶେଷରେ ହୃଷିକେଶ ସାହୁ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।